तो पिलाମାନେ ଆଜି ଆମେ ଷଷ୍ଠ ଶ୍ରେଣୀ ସାହିତ୍ୟ ବହିର ବନବାଣୀ ଗଦ୍ୟର ସମସ୍ତ ପ୍ରଶ୍ନ ଓ ତାର ଉତ୍ତର ବିଷୟରେ ଆଲୋଚନା କରିବା। ତ ତୁମେ ଯଦି ଚ୍ୟାନେଲଟିରେ ପ୍ରଥମ ଥର ପାଇଁ ଆସିଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଓ ବେଲ୍ ଆଇକନ୍ ବଟନକୁ ଦବାଇଦିଅ, ଯାହାଫଳରେ ଆମର ନୂଆ ନୂଆ ଭିଡ଼ିଓ ତୁମମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ତ ତାର ଭିଡ଼ିଓକୁ ଆରମ୍ଭ କରିବା। ପ୍ରଶ୍ନ ନମ୍ବର 1ରେ ଅଛି ଉତ୍ତର କ ଅଛି ପୁରାତନ ଭାରତର ଛାତ୍ରମାନେ କେଉଁ ସ୍ଥାନରେ ରହି ଶିକ୍ଷା ଲାଭ କରୁଥିଲେ। ତ ଏହାର ଉତ୍ତର ହୋଇଯିବ ପୁରାତନ ଭାରତର ଛାତ୍ରମାନେ ବନ ପ୍ରଦେଶରେ ରହି ଶିକ୍ଷା ଲାଭ କରୁଥିଲେ। ଏବେ ଯିବା ଆମେ ପ୍ରଶ୍ନ ନମ୍ବର ଖ। ତ ପ୍ରଶ୍ନ ନମ୍ବର ଖରେ ଅଛି କେଉଁମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି। ତ ଏହାର ଉତ୍ତର ହୋଇଯିବ ଯୋଗୀ ଋଷିମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି। ଏବେ ଯିବା ଆମେ ପ୍ରଶ୍ନ ନମ୍ବର ଗକୁ। ତ ପ୍ରଶ୍ନ ନମ୍ବର ଗରେ ଅଛି ରାଜା ମହାରାଜାମାନେ ଜୀବନରେ କାହାର ଆଶ୍ରୟ ନେଇ ନିଜକୁ କୃତାର୍ଥ ମଣୁଥିଲେ। ତ ଏହାର ଉତ୍ତର ହୋଇଯିବ ରାଜା ମହାରାଜାମାନେ ଜୀବନର ଶେଷ ଦଶାରେ ମୁନିବନ ତରୁଛାୟାର ଆଶ୍ରୟ ନେଇ ନିଜ ଜୀବନକୁ କୃତାର୍ଥ ମଣୁଥିଲେ। ଏବେ ଯିବା ଆମେ ପ୍ରଶ୍ନ ନମ୍ବର ଘ। ଭାରତର କେଉଁ କେଉଁ ପ୍ରାଚୀନ କାବ୍ୟ ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି। ଉତ୍ତର ଭାରତରେ ଶକୁନ୍ତଳା, କୁମାର ସମ୍ଭବମ୍, ଉତ୍ତର ରାମଚରିତ ପ୍ରଭୃତି ପ୍ରାଚୀନ କାବ୍ୟ ନାଟକରେ ଅରଣ୍ୟର କଥା କୁହାଯାଇଛି। ପ୍ରଶ୍ନ ନମ୍ବର 2 ପଠିତ ପ୍ରବନ୍ଧରୁ ଉତ୍ତର ଖୋଜି ଲେଖ। କ ଭାରତୀୟ ଭାବୁକମାନେ କାହିଁକି ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସ ବୋଲି ଗ୍ରହଣ କରିଛନ୍ତି। ଉତ୍ତର ଭାରତୀୟ ଭାବୁକମାନଙ୍କ ନିକଟରେ ପ୍ରକୃତି ଏକ ମହାଶକ୍ତି, ତାହା ନିର୍ଜୀବ କିମ୍ବା ଜଡ଼ ନୁହେଁ। ସେମାନେ ପ୍ରକୃତି ସହିତ ଘନିଷ୍ଠ ମିଳନ ଦ୍ୱାରା ବିଶ୍ୱ ପ୍ରାଣରେ ନିଜ ପ୍ରାଣ ଓ ନିଜ ପ୍ରାଣରେ ବିଶ୍ୱ ପ୍ରାଣକୁ ଅନୁଭବ କରିପାରୁଥିଲେ। ତେଣୁ ଭାରତୀୟ ଭାବୁକମାନେ ପ୍ରକୃତିକୁ ସମସ୍ତ ପ୍ରେରଣାର ମୂଳ ଉତ୍ସ ବୋଲି ଗ୍ରହଣ କରିଛନ୍ତି। ପ୍ରଶ୍ନ ନମ୍ବର ଖ ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ କାହିଁକି ଅରଣ୍ୟରେ ସମୟ ଅତିବାହିତ କରୁଥିଲେ। ଉତ୍ତର ଜୀବନର ସଂଯମ ଏବଂ ସାଧନା ତଥା ବାସ୍ତବିକତା ସମ୍ବନ୍ଧରେ ଯଥାର୍ଥ ଜ୍ଞାନ ଦେବା ପାଇଁ ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ ସମାଜର ନେତୃତ୍ୱ ନେବା ପୂର୍ବରୁ ଅରଣ୍ୟରେ ସମୟ ଅତିବାହିତ କରୁଥିଲେ। ପ୍ରଶ୍ନ ନମ୍ବର ଗ ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନ ପ୍ରଦେଶ କିପରି ବଦଳିଛି। ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନ ପ୍ରଦେଶରେ ଋଷି ଆଶ୍ରମ ଦେଖିବାକୁ ମିଳୁନାହିଁ। ଶତ ଶତ ଶିଷ୍ୟଙ୍କ ବେଦଧ୍ୱନିରେ ବନ ପ୍ରଦେଶ ମୁଖରିତ ହେଉ ନାହିଁ। ପ୍ରଶ୍ନ ନମ୍ବର ଘ ବନବାଣୀକୁ କାହିଁକି ଭାରତର ବାଣୀ ବୋଲି କୁହାଯାଇଛି। ଉତ୍ତର ବନବାଣୀ ହିଁ ଏ ଦେଶ ସଭ୍ୟତାର ବିଶେଷତ୍ୱ। କୌଣସି ବିଶେଷ ସତ୍ୟ ଲୋପ ପାଇବା ଅର୍ଥ ସେ ଦେଶ ବା ଜାତିର ବିଲୟ ଘଟିବା। ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଭାରତବାସୀଙ୍କ ହୃଦୟରୁ ଏକାବେଳକେ ବିଲୁପ୍ତ ହୋଇନାହିଁ। ତେଣୁ ବନବାଣୀକୁ ହିଁ ଭାରତର ବାଣୀ ବୋଲି କୁହାଯାଏ। ପ୍ରଶ୍ନ ନମ୍ବର 3 ସରଳ ଭାଷାରେ ବୁଝାଇ ଲେଖ। କରେ ଅଛି ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ, ତାହା ଏକ ମହାଶକ୍ତି। ତାର ଉତ୍ତର ହୋଇଯିବ ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ, ତାହା ଏକ ମହାଶକ୍ତି। ପ୍ରକୃତି ସେମାନଙ୍କ ଏକ ମହାଶକ୍ତି। ତ ଲେଖିବ ଉପରୋକ୍ତ ଗଦ୍ୟାଂଶଟି ଷଷ୍ଠ ଶ୍ରେଣୀରେ ପଠିତ ଆମ ସାହିତ୍ୟ ବହିର ବନବାଣୀ ବିଷୟରୁ ଉଦ୍ଧୃତ। ଏଠାରେ ଲେଖକ ପଣ୍ଡିତ ଗୋପବନ୍ଧୁ ଦାସ ପ୍ରକୃତିର ମହିମା ଗାନ କରିଛନ୍ତି। ଅରଣ୍ୟ ଭାରତୀୟ ସଭ୍ୟତାର କେନ୍ଦ୍ର। ଏଠାରେ ଭାରତର ସନ୍ତାନମାନେ ଆର୍ଯ୍ୟ ଋଷିଙ୍କର ଚରଣ ତଳେ ବସି ବିଦ୍ୟାଧ୍ୟୟନ କରୁଥିଲେ। ଅରଣ୍ୟ ଥିଲା ଯୋଗୀ ଋଷିମାନଙ୍କର ସାଧନା ପୀଠ। ଭାରତର କବି ଲେଖକମାନେ କାବ୍ୟ, ନାଟକ, ପୁରାଣାଦିରେ ଅରଣ୍ୟର ଗୌରବକୁ ବିଶେଷ ଭଙ୍ଗୀରେ ପ୍ରକାଶ କରିଛନ୍ତି। ଉତ୍କୃଷ୍ଟ ଓ ସୁନ୍ଦର ସାହିତ୍ୟରେ ବନ ପ୍ରଦେଶର ଚିତ୍ର ଏବଂ ଘଟଣା ସକଳର ସନ୍ନିବେଶ କବିଙ୍କର ପୂର୍ବପ୍ରାଣ ତାର ପରିଚୟ ଦିଏ। ଭାବୁକମାନେ ମଧ୍ୟ ପ୍ରକୃତିକୁ ଏକ ମହାଶକ୍ତି ରୂପେ ଗ୍ରହଣ କରି ନେଇଛନ୍ତି। ସେମାନଙ୍କ ନିକଟରେ ପ୍ରକୃତି ନିର୍ଜୀବ କି ଜଡ଼ ନୁହେଁ, ପ୍ରକୃତି ହିଁ ପବିତ୍ର ପ୍ରେରଣାର ମୂଳ ଉତ୍ସ। ପ୍ରାଚୀନ କାଳରେ ଭାରତର ଯେଉଁ ତତ୍ତ୍ୱ ପୃଥିବୀକୁ ଆଲୋକ ପ୍ରଦାନ କରିଥିଲା, ସେ ସମସ୍ତର ଆବିର୍ଭାବ ହିଁ ବନ ପ୍ରଦେଶରେ। ବାସ୍ତବିକ ଲେଖକଙ୍କର ଚିନ୍ତାଧାରା ଅତ୍ୟନ୍ତ ମହନୀୟ। ଏବେ ଯିବା ଆମେ ପ୍ରଶ୍ନ ନମ୍ବର ଖକୁ। ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି। ଉତ୍ତର ହୋଇଯିବ ଭାରତର ସଭ୍ୟତା ପରିବର୍ତ୍ତିତ ହୋଇଛି। ସଂସ୍କୃତ ଗଦ୍ୟାଂଶଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଲିଖିତ ବନବାଣୀ ବିଷୟରୁ ସଂଗୃହୀତ। ଏଠାରେ ଲେଖକ ବର୍ତ୍ତମାନର ଭାରତୀୟ ସଭ୍ୟତା ଓ ଚିନ୍ତାର ଗତି ଉପରେ ଆଲୋକପାତ କରିଛନ୍ତି। ଅରଣ୍ୟ ଭାରତୀୟର ସଭ୍ୟତାର କେନ୍ଦ୍ର। ଭାରତର ସଭ୍ୟତା ଓ ଚିନ୍ତାଧାରାର ସୃଷ୍ଟି ହିଁ ବନ ପ୍ରଦେଶରୁ ହୋଇଥିଲା। ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଏବଂ ସିଦ୍ଧିର ସ୍ଥାନ ରୂପେ ନିରୂପଣ କରିଥିଲେ। ଏହିଠାରେ ହିଁ ଗଢ଼ି ଉଠିଥିଲା ଋଷି ଆଶ୍ରମ। ବେଦଧ୍ୱନିରେ ମୁଖରିତ ହୋଇଥିଲା ବନ ପ୍ରଦେଶ। ପବନର ସନ ସନ ଶବ୍ଦ, ନଦୀର କଳ କଳ ନାଦ ଏବଂ ବିହଙ୍ଗ କୂଳର କୋଳାହଳ ଭାରତୀୟ ଭାବୁକମାନଙ୍କ ମନରେ ଭରି ଦେଉଥିଲା ଅପୂର୍ବ ଭାବ ଓ କାନରେ ନୀରବ ବାଣୀ। ଭାରତର ଚିନ୍ତାଧାରା ଓ ସଭ୍ୟତା ପୃଥିବୀକୁ ଆଲୋକ ଦେଉଥିଲା। କିନ୍ତୁ ଆଜି ସେ ସମୟ ନାହିଁ।
ଭାରତର ସଭ୍ୟତା ଓ ଚିନ୍ତାଧାରା ବଦଳି ଯାଇଛି, ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି, ତଥାପି ଭାରତବାସୀଙ୍କ ହୃଦୟରୁ ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ ହୋଇନାହିଁ। ଏହାର ପୁନରୁଦ୍ଧାର ଆଶା ଅନେକଙ୍କ ହୃଦୟରେ ବର୍ତ୍ତମାନ ଜାଗି ଉଠିଛି। ବାସ୍ତବିକ ଲେଖକଙ୍କର ଚିନ୍ତାଧାରା ହୃଦୟସ୍ପର୍ଶୀ। ପ୍ରଶ୍ନ ନମ୍ବର 4 ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକ ଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନ ଜାତୀୟ ଶବ୍ଦ ମିଶି ରହିଛି। ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ। କରେ ଅଛି ଯୋଗୀ, ମୁନି, ଋଷି, ରୋଗୀ। ଭିନ୍ନ ଶବ୍ଦଟି ହୋଇଯିବ ରୋଗୀ। ଖ ପ୍ରୌଢ଼, ନାଗରିକ, ବାଳକ, ଯୁବକ। ଏହାର ଭିନ୍ନ ଶବ୍ଦଟି ହୋଇଯିବ ନାଗରିକ। ପ୍ରଶ୍ନ ନମ୍ବର ଗ ବନ, ଉପବନ, ଅରଣ୍ୟ, ପର୍ବତ। ଏହାର ଭିନ୍ନ ଶବ୍ଦଟି ହୋଇଯିବ ପର୍ବତ। ପ୍ରଶ୍ନ ନମ୍ବର ଘ କାବ୍ୟ, କିମ୍ବଦନ୍ତୀ, ନାଟକ, ପୁରାଣ। ଏହାର ଭିନ୍ନ ଶବ୍ଦଟି ହୋଇଯିବ କିମ୍ବଦନ୍ତୀ। ପ୍ରଶ୍ନ ନମ୍ବର ତରୁ, ବିହଙ୍ଗ, ଦ୍ରୁମ, ମହାଦ୍ରୁମ। ଏହାର ଭିନ୍ନ ଶବ୍ଦଟି ହୋଇଯିବ ବିହଙ୍ଗ। ତେବେ ଏବେ ଆମେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପ୍ରଶ୍ନ ନମ୍ବର 5ରେ ଅଛି ତଳେ କ ଓ ଖ ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି, ସେମାନଙ୍କ ମଧ୍ୟରେ ପରସ୍ପର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ବାକ୍ୟ କର। ତ ଏଠାରେ କ ଓ ଖ ସ୍ତମ୍ଭ ଦିଆଯାଇଛି, ଆମକୁ ଏଠାକୁ ଯୋଡ଼ିବାକୁ ପଡ଼ିବ। ତ ହେଇଯିବ ଅରଣ୍ୟ, ପ୍ରଦେଶ, ତରୁ, ଛାୟା, ଚିନ୍ତା, ସ୍ରୋତ, କାର୍ଯ୍ୟ, କ୍ଷେତ୍ର, ସାଧନା, ପୀଠ। ବର୍ତ୍ତମାନ ଆମେ ଏହାର ବାକ୍ୟ ଗଠନ କରିବା। ତ ଅରଣ୍ୟ ହୋଇଯିବ ଅରଣ୍ୟ ପ୍ରଦେଶର ଦୃଶ୍ୟ ଖୁବ୍ ସୁନ୍ଦର। ତରୁ ରହିଯିବ ତରୁ ଛାୟା ତଳେ ବସି ବୁଢ଼ାଟି ବିଶ୍ରାମ କରୁଛି। ଏହା ହୋଇଯିବ ଚିନ୍ତା, ସେ ନ ଆସିବାରୁ ମୋ ମନରେ ଚିନ୍ତା ସ୍ରୋତ ଖେଳିଗଲା। କାର୍ଯ୍ୟ, ବାବା ତାଙ୍କର କାର୍ଯ୍ୟକ୍ଷେତ୍ରକୁ ଚାଲି ଗଲେଣି। ସାଧନା, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସାଧନା ପୀଠ। ଏବେ ଆମେ ଯିବା ପ୍ରଶ୍ନ ନମ୍ବର 6କୁ। ପ୍ରଶ୍ନ ନମ୍ବର 6ରେ ଅଛି ବନ୍ଧନୀରୁ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରି ପାଠଟିକୁ ପୂର୍ଣ୍ଣ ଭାବରେ ଲେଖ। ଏହାର ଉତ୍ତର ହୋଇଯିବ ମହାଭାରତରେ ପଞ୍ଚୁପାଣ୍ଡବଙ୍କୁ ମଧ୍ୟ ରାଜ୍ୟ ଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟ ଦେଇ ଯିବାକୁ ପଡ଼ିଛି। କେଜାଣି ଅରଣ୍ୟରେ ତରୁ ଲତା ଶ୍ରେଣୀ ଭାରତୀୟ ଭାବୁକ କାନରେ କି ନୀରବ ବାଣୀ କହୁଥିଲେ। ବର୍ତ୍ତମାନ ଆମେ ପ୍ରଶ୍ନ ନମ୍ବର 9କୁ ଯିବା। 9ରେ ଦିଆଯାଇଛି ତଳ କୋଠରୀ ମାନଙ୍କରେ କେତୋଟି ଅକ୍ଷର ଦିଆଯାଇଛି, ପ୍ରତି ଧାଡ଼ିରୁ ଅକ୍ଷରମାନଙ୍କୁ ନେଇ କେତୋଟି 2 ଓ 3 ଅକ୍ଷର ବିଶିଷ୍ଟ ଶବ୍ଦ ତିଆରି କର। ତ ଏଠାରେ ଉତ୍ତର ହୋଇଯିବ ବନ, ଧନ, ସାନ, ବସା, ନବ, ସାଧନ, ସାଧବ, ନର, ନଗ, ସ୍ୱର, ନଗର, ନଶ୍ୱର, ସଭ୍ୟ, ସମ, ସର, ମର, ସରମ, ସମର, ରସ ଅର୍କ, ସମ୍ପର୍କ, ସର୍କସଦମ, ମନ, ନାଦ, ଦର୍ଶନ, ଦମନ, ମଦନ ଇତ୍ୟାଦି। ଏବେ ଆମେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପ୍ରଶ୍ନ ନମ୍ବର 8ରେ ଅଛି ପ୍ରତି ବାକ୍ୟର କିଛି ଅଂଶ କ ସ୍ତମ୍ଭରେ ଓ କିଛି ଅଂଶ ଖ ସ୍ତମ୍ଭରେ ଦିଆଯାଇଛି। 2 ସ୍ତମ୍ଭରେ ପରସ୍ପର ସମ୍ପର୍କ ଥିବା ବାକ୍ୟାଂଶକୁ ଏକାଠି ମିଳାଇ ଲେଖ। ଏହାର ଉତ୍ତର ହୋଇଯିବ ପ୍ରକୃତି ହିଁ ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ, ବନବାଣୀ ହିଁ ଭାରତର ବାଣୀ। ଶତ ଶତ ଶିଶୁଙ୍କ ବେଦଧ୍ୱନିରେ ବନ ପ୍ରଦେଶ ମୁଖରିତ ହେଉନାହିଁ। ଅରଣ୍ୟ ହିଁ ସେମାନଙ୍କର ସାଧନା ପୀଠ ଥିଲା। ବନସ୍ପତିର ମହାତ୍ମ୍ୟ ପ୍ରାଣରେ ଅନୁଭବ କରୁଥିଲେ। ପରବର୍ତ୍ତୀ ପ୍ରଶ୍ନ ନମ୍ବର 9 ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକ ମଧ୍ୟରୁ ନିର୍ଭୁଲ ଶବ୍ଦଗୁଡ଼ିକୁ ବାଛି ଲେଖ। ତ କରେ ଅଛି ଜାତୀୟ, ଜାତୀୟ, ଜାତୀୟ। ତ ଏଠାରେ ନିର୍ଭୁଲ ଶବ୍ଦଟି ହୋଇଯିବ ଦ୍ୱିତୀୟ ନମ୍ବର ଜାତୀୟ, ଯକାର ଯା ତ ଦୀର୍ଘଇତି ୟ। ଖ ବିଶେଷ, ବିଶେଷ, ବିଶେଷ। ଏହାର ଉତ୍ତର ହୋଇଯିବ ପ୍ରଥମ ବିଶେଷ, ବର୍ଷେ ବି ତାଲବେଶ ଏକାର ସେ ମୂର୍ଧନ୍ୟ ସ। ପ୍ରଶ୍ନ ନମ୍ବର ଗ ବାଲ୍ମୀକି, ବାଲ୍ମୀକି, ବାଲ୍ମୀକି। ତ ଏହାର ଉତ୍ତର ହୋଇଯିବ ଅପସନ୍ ନମ୍ବର 2 ବାକର ବା ଲ ଦୀର୍ଘ ଲିମି ହର୍ଷେଇ। ପ୍ରଶ୍ନ ନମ୍ବର ଘ ନିର୍ଜୀବ, ନିର୍ଜୀବ, ନିର୍ଜୀବ। ତ ଏହାର ଉତ୍ତର ହୋଇଯିବ ଅପସନ୍ ନମ୍ବର 3। ଏହାର ଉତ୍ତର ହୋଇଯିବ ଅପସନ୍ ନମ୍ବର 3 ନହର୍ଷେନି ଯଦୁଘ ଜି ରେ ରେଫ ବ ନିର୍ଜୀବ।